ଭାରତୀୟ ଦଳର ପୂର୍ବତନ ଅଧିନାୟକ MS ଧୋନି ଏବେ ଚର୍ଚ୍ଚାରେ। ତାଙ୍କ ନାଁରେ ରୁଜୁ ହୋଇଛି ସାଂଘାତିକ ମାମଲା। କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ତାଙ୍କ ନାଁରେ ଅଭିଯୋଗ ହୋଇଛି। BCCI ଅଧିକାରୀଙ୍କ ନିକଟକୁ ମହେନ୍ଦ୍ର ସିଂ ଧୋନିଙ୍କ ବିରୁଦ୍ଧରେ କନଫ୍ଲିକ୍ଟ ଆଫ୍ ଇଣ୍ଟରନେଟ୍ ଅଭିଯୋଗ ଆସିଛି। BCCI ନିୟମ 39 ଅନୁଯାୟୀ ବୋର୍ଡର ଏଥିକ୍ସ କମିଟି ପାଖରେ ଏହି ଅଭିଯୋଗ ଦାଖଲ କରାଯାଇଛି। ଘଟଣା ହେଉଛି ଉତ୍ତରପ୍ରଦେଶର ଆମେଠି ଜିଲ୍ଲାର ବାସିନ୍ଦା ରାଜେଶ କୁମାର ମୋରିଆ ଏହି ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗରେ 15 କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି, ଯାହାକି ଭାରତୀୟ କ୍ରିକେଟର MS ଧୋନିଙ୍କ ଦ୍ୱାରା ରାଞ୍ଚିର ସିଭିଲ କୋର୍ଟରେ ମିହିର ଦିବାକର ନାମକ ଜଣେ ବ୍ୟକ୍ତି ବିରୁଦ୍ଧରେ ଦାଖଲ କରାଯାଇଥିଲା। BCCIର ଏଥିକ୍ସ କମିଟି ଅଗଷ୍ଟ 30 ସୁଦ୍ଧା ଧୋନିଙ୍କ ନାଁରେ ଜବାବ ମାଗିଛି। ଏହା ବ୍ୟତୀତ ରାଜେଶ କୁମାର ମୋରିଆଙ୍କୁ ସେପ୍ଟେମ୍ବର 16 ସୁଦ୍ଧା ଜବାବ ମାଗିଛି। ରାଞ୍ଚି ସିଭିଲ କୋର୍ଟରେ ମିହିର ଦିବାକର ନାମକ ଜଣେ ବ୍ୟକ୍ତି ବିରୁଦ୍ଧରେ MS ଧୋନି ଏକ ଠକେଇ ମାମଲା ଦାୟର କରିଛନ୍ତି। ଏଥିରେ ମିହିର ବ୍ୟତୀତ ଧୋନିଙ୍କ ସହ ବ୍ୟବସାୟ କରୁଥିବା ସୌମ୍ୟା ଦାସ ଓ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ୍ ବିରୁଦ୍ଧରେ ଠକେଇ ଅଭିଯୋଗ ଆସିଥିଲା। କୁହାଯାଇଥିଲା ଯେ ଧୋନିଙ୍କ ସହ 15 କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି।